ଗାଡ଼ିରେ ଲାଗିଥିବା ଜିପିଏସ୍ ପାଇଁ ଚୋରି କରି ନେଉଥିବା ବୋଲେରୋ ଗାଡ଼ି ଉଦ୍ଧାର ସହ ରାଜ୍ୟ ବାହାର 3 ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ତେଲଟିଗ୍ରା କେନାଲ ଖଣ୍ଡିସ୍ଥିତ ଶଙ୍କର୍ଷଣ ସାହୁଙ୍କ ଘର ସମ୍ମୁଖରୁ 2 ଦିନ ପୂର୍ବରୁ ବୋଲେରୋ ଗାଡ଼ି OD 02L 4667 ଚୋରି ହୋଇଯାଇଥିବା ରାମପୁର ଥାନାରେ ଅଭିଯୋଗ ହୋଇଥିଲା। ରାମପୁର ପୋଲିସ ଗାଡ଼ିରେ ଲାଗିଥିବା ଜିପିଏସ୍କୁ ଟ୍ରାକ୍ କରି ଗାଡ଼ିଟି ବଲାଙ୍ଗୀର ସଦର ଥାନା ସଦେଇପାଲି ପାଖାପାଖି ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲା। ରାମପୁର ପୋଲିସ ବଲାଙ୍ଗୀର ସଦର ଥାନା ଆଇଆଇସିଙ୍କୁ ଯୋଗାଯୋଗ କରି ଘଟଣା ବିଷୟରେ ସୂଚନା ଦେବା ସହ ସଦର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଗାଡ଼ିକୁ ଟ୍ରାକ୍ କରି ଗାଡ଼ି ଥିବା ଜାଗାକୁ ଯାଇ ଉକ୍ତ ଗାଡ଼ିକୁ ଜବତ କରିବା ସହ ରାଜ୍ୟ ବାହାର 3 ଜଣଙ୍କୁ ଗିରଫ କରିଥିଲେ ଏବଂ ରାମପୁର ପୋଲିସକୁ ହସ୍ତାନ୍ତର କରିଥିଲେ। ତେବେ ସମସ୍ତ 3 ଜଣ ଚୋର ଯାଯାବର ଭାବେ ଜଡ଼ିବୁଟି ଶିଳାଜିତ ବିକ୍ରି କରୁଥିବା ବେଳେ ଅନେକ ସମୟରେ ରାମପୁର ଆସି ସାପ୍ତାହିକ ବଜାର ପ୍ରାଙ୍ଗଣରେ ରହି ବ୍ୟବସାୟ କରୁଥିବା ସୂଚନା ମିଳିଛି। 3 ଜଣ ଚୋରମାନେ ହେଲେ ଉତ୍ତରପ୍ରଦେଶର ରାଜୁ ସିଂ, ଶାନ୍ତା ସିଂ ଏବଂ ମହାରାଷ୍ଟ୍ରର ସୁରେନ୍ଦ୍ର ସିଂ ବୋଲି ପୋଲିସ ସୂଚନା ଦେଇଛି। ରାମପୁର ପୋଲିସ କେସ୍ ନମ୍ବର 44/2025ରେ ଏକ ମାମଲା ରୁଜୁ କରି 3 ଜଣ ବ୍ୟକ୍ତିଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ରାମପୁର ଥାନା ଅଧିକାରୀ ପଦ୍ମାସିନୀ ମେହେର ସୂଚନା ଦେଇଛନ୍ତି। ସୁବର୍ଣ୍ଣପୁରରୁ ଉମାକାନ୍ତ ବାଗଙ୍କ ରିପୋର୍ଟ, ଓଡ଼ିଶା।